ଗପଟି ହେଉଛି ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। କଳିଙ୍ଗ ଦେଶରେ ଜଣେ ରାଜା ଥିଲେ, ଆଉ ସେ ରାଜାଙ୍କର ଜଣେ ମନ୍ତ୍ରୀ ଥିଲେ। ସେ ମନ୍ତ୍ରୀ ଜଣକ ଧାର୍ମିକ, ଗୁଣବାନ ଓ ନ୍ୟାୟବନ୍ତ ଥିଲେ। ସେ ରାଜାଙ୍କୁ ସବୁବେଳେ ଉଚିତ ନ୍ୟାୟ ବାର୍ତ୍ତା ଦେଉଥିଲେ, ଆଉ ସେ ସବୁବେଳେ କହୁଥିଲେ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଯେକୌଣସି ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କୁ ପଚାରିଲେ ସେ ତାଙ୍କ ଉତ୍ତରରେ କୁହନ୍ତି ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଏହି କଥା ରାଜା ମନ୍ତ୍ରୀଙ୍କ ଠାରୁ ପ୍ରତ୍ୟେକ ଦିନ ଶୁଣି ଶୁଣି ବିରକ୍ତି ପ୍ରକାଶ କରି କହିଲେ ଏହା ଦିନେ ପ୍ରମାଣିତ କରିବାକୁ ପଡ଼ିବ। ଏମିତି କିଛି ଦିନ ଗଲା ପରେ ଦିନେ ରାଜାଙ୍କର କୌଣସି ଏକ କାରଣରୁ ହାତର ବୁଢ଼ା ଆଙ୍ଗୁଠିଟି ଟିକେ କଟିଗଲା ଏବଂ ବହୁତ ରକ୍ତ ଝରିଲା। ଏହି ସମୟରେ ମନ୍ତ୍ରୀ ରାଜାଙ୍କ ପାଖକୁ ଆସିଲେ ଏବଂ କହିଲେ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଏହି କଥା ଶୁଣି ରାଜା ବହୁତ ଜୋରରେ ମନ୍ତ୍ରୀଙ୍କ ଉପରେ ରାଗିଗଲେ ଓ ରାଗି ଯାଇ ସୈନ୍ୟମାନଙ୍କୁ ଆଦେଶ ଦେଲେ ମନ୍ତ୍ରୀଙ୍କୁ ବନ୍ଦୀ କରିବା ପାଇଁ। ଏହା ଶୁଣି ସୈନ୍ୟମାନେ ମନ୍ତ୍ରୀଙ୍କୁ ନେଇ ବନ୍ଦୀଶାଳାରେ ରଖିଦେଲେ। ଏହାପରେ ରାଜା ମନ୍ତ୍ରୀଙ୍କ ପାଖକୁ ଗଲେ ଓ କହିଲେ ମନ୍ତ୍ରୀ, ତୁମର ଏଥିରେ ଈଶ୍ୱର କ'ଣ ମଙ୍ଗଳ କଲେ? ତୁମେ ତ ଏବେ ବନ୍ଦୀଶାଳାରେ। ଏହା ଶୁଣି ମନ୍ତ୍ରୀ ପୁଣି କହିଲେ ମହାରାଜ, ଏବେ ବି ମୁଁ କହୁଛି ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଏହା ଶୁଣି ରାଜା ପୁଣି ରାଗିଗଲେ ଓ ସେଠାରୁ ଚାଲିଗଲେ। ଏମିତି କିଛି ଦିନ ଗଲା ପରେ ଦିନକର କଥା, ରାଜା ଶିକାର କରିବା ପାଇଁ ଜଙ୍ଗଲକୁ ବାହାରିଲେ ଓ ସାଥିରେ ସେନାପତି ଓ ସୈନ୍ୟମାନଙ୍କୁ ନେଇ ଜଙ୍ଗଲ ଭିତରକୁ ଚାଲିଗଲେ। ଜଙ୍ଗଲରେ ଶିକାର ଖୋଜୁ ଖୋଜୁ ରାତି ହୋଇଯାଇଥାଏ। ରାତିର ଅନ୍ଧାରରେ ରାଜା ଏବଂ ସେନାପତି ବାଟ ଜାଣିପାରିଲେ ନାହିଁ। ବାଟବଣା ହୋଇ ରାଜା ଏବଂ ସେନାପତି ଜଙ୍ଗଲରେ ଅଲଗା ଅଲଗା ହୋଇଗଲେ। ଏମିତି ଅଲଗା ହୋଇଯିବାରୁ ରାଜା ଦିନସାରା ମଧ୍ୟ ଖାଇନଥିଲେ। ସେଥିପାଇଁ ଭୋକ ଉପାସରେ ଗୋଟିଏ ଆମ୍ବ ଗଛ ମୂଳରେ ବେହୋସ ହୋଇ ପଡ଼ି ରହିଲେ। ସେହି ଗଛରୁ ଗୋଟିଏ ଆମ୍ବ ରାଜାଙ୍କ ମୁଣ୍ଡରେ ପଡ଼ି ଖଣ୍ଡିଆ ହୋଇଗଲା। କିଛି ସମୟ ଗଲା ପରେ କିଛି ଜଙ୍ଗଲୀ ଲୋକ ରାଜାଙ୍କୁ ଦେଖି ତାଙ୍କ ସାଙ୍ଗରେ ନେଇଗଲେ। ରାଜାଙ୍କର ହୋସ ଆସିଲା, ଆଉ ସେ ଦେଖିଲେ ଜଙ୍ଗଲରେ ଥିବା ଗୋଟେ ବନବାସୀଙ୍କ ଜାଗାରେ ଅଛନ୍ତି। ସେମାନେ ରାଜାଙ୍କୁ ତାଙ୍କ ଠାକୁରଙ୍କ ପାଖରେ ବଳି ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି ଏବଂ ପୂଜାର୍ଚ୍ଚନା କରିସାରିବା ପରେ ବନବାସୀଙ୍କ ମୁଖିଆ ବଳି ଦେବାକୁ ଯିବା ସମୟରେ ଦେଖିଲେ ରାଜାଙ୍କର ମୁଣ୍ଡରେ ଗୋଟେ ଖଣ୍ଡିଆ ହୋଇଛି। ଏହା ଦେଖିସାରିବା ପରେ ମୁଖିଆ ଜଣକ ଆଦିବାସୀଙ୍କ ଉପରେ ବହୁତ ଜୋରେ ବିରକ୍ତି ପ୍ରକାଶ କଲେ ଏବଂ କହିଲେ ଶୀଘ୍ର ରାଜାଙ୍କୁ ଛାଡ଼ିଦେବା ପାଇଁ। ଏହାପରେ ଯେଉଁଠାରୁ ରାଜାଙ୍କୁ ବନବାସୀମାନେ ଆଣିଥିଲେ ସେଇଠାରେ ନେଇ ପୁନର୍ବାର ଛାଡ଼ି ଆସିଲେ। କିଛି ସମୟ ପରେ ରାଜାଙ୍କ ପାଖକୁ ସେନାପତି ଓ ସୈନ୍ୟମାନେ ଫେରି ଆସିଲେ। କହିଲେ କ୍ଷମା କରିବେ ମହାରାଜ, ବାଟବଣା ହୋଇଯାଇଥିଲୁ। ଚାଲ ଏବେ ମହଲକୁ ଫେରିଯିବା। ଏହା ଶୁଣି ରାଜା ଓ ସେନାପତି ଆଉ ସୈନ୍ୟମାନେ ମହଲକୁ ଫେରି ଆସିଲେ। ରାଜା ଏହି ସବୁ କଥା ଭାବି ଭାବି ଆସି ମହଲରେ ପହଞ୍ଚିଲେ ଏବଂ ସୈନ୍ୟମାନଙ୍କୁ ଆଦେଶ ଦେଲେ ମନ୍ତ୍ରୀଙ୍କୁ ମୋ ସମ୍ମୁଖକୁ ନେଇ ଆସ। ମନ୍ତ୍ରୀ ଆସିଲା ପରେ ରାଜା ମନ୍ତ୍ରୀଙ୍କୁ ଜଙ୍ଗଲର ସବୁ କଥା କହିଲେ। ମନ୍ତ୍ରୀ ସବୁ କଥା ଶୁଣିସାରି କହିଲେ ମହାରାଜ, ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଏହି କଥା ଶୁଣି ରାଜା ପୁଣି କହିଲେ କେମିତି ମଙ୍ଗଳ ହେଲା? ମନ୍ତ୍ରୀ କହିଲେ ଯଦି ସେଦିନ
ଆପଣ ରାଗି ଯାଇ ମୋତେ ବନ୍ଦୀ ନ କରିଥାନ୍ତେ, ଆଜି ଆପଣଙ୍କ ଜାଗାରେ ମୋ ଜୀବନ ଚାଲି ଯାଇଥାନ୍ତା ଏବଂ ବାଟବଣା ହେବାରୁ ସେନାପତି ଓ ସୈନ୍ୟମାନେ ଆପଣଙ୍କଠାରୁ ଦୂରେଇ ଗଲେ ଏବଂ ଆପଣଙ୍କର ମୁଣ୍ଡର ଖଣ୍ଡିଆ ପାଇଁ ଆପଣଙ୍କ ଜୀବନ ମଧ୍ୟ ବଞ୍ଚିଗଲା। ଆଉ ମୁଁ ଯଦି ଆପଣଙ୍କ ସହିତ ଜଙ୍ଗଲକୁ ଯାଇଥାନ୍ତି, ତାହେଲେ ମୋର ମୃତ୍ୟୁ ତ ନିଶ୍ଚିତ ଥିଲା। ଏଥିପାଇଁ କୁହାଯାଏ, ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଏହାପରେ ରାଜା ନିଜର ଭୁଲ ବୁଝିପାରିଲେ ଓ କହିଲେ, ସତରେ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ କହିବେ ଓ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।